ଭାରତରେ ଏପରି ଏକ ମନ୍ଦିର ଅଛି ଯାହାକୁ କେତେଥର ଭଙ୍ଗାରୁଜା କରାଗଲା ଓ ମାଟିରେ ମିଶାଇବାକୁ ଚେଷ୍ଟା କରାଗଲା। ହେଲେ ମାଟିରେ ମିଶାଇବା ଲୋକ ନିଜେ ମାଟିରେ ମିଶିଗଲା ସିନା ଏପର୍ଯ୍ୟନ୍ତ ନଷ୍ଟ କରାଯାଇପାରିଲା ନାହିଁ। ମୁଁ କହୁଛି ଶିବ ଭଗବାନଙ୍କ 12ଟି ଜ୍ୟୋତିର୍ଲିଙ୍ଗରୁ ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିର ବିଷୟରେ। 1025ରେ ମେହମୁଦ ଗଜନୀ ଆକ୍ରମଣ କରିଥିଲେ। 1026ରେ ଏହାକୁ ଲୁଟି ନେଇଯାଇଥିଲେ। କାହାଣୀ ଏଇଠି ସରିନି। 1299ରେ ଆଲାଉଦ୍ଦିନ ଖିଲଜିର ଆର୍ମି ଲିଡର ଉଦୟ ଖାନ, 1355ରେ ଜାଫର ଖାନ, 1665ରେ ଔରଙ୍ଗଜେବ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ବିନ୍ଦୁର ମହାରାଣୀ ଅହଲ୍ୟାବାଇ ହୋଲକର 1783 ମସିହାରେ ସୋମନାଥ ମନ୍ଦିରକୁ ପୁନର୍ନିର୍ମାଣ କରିଥିଲେ ଓ ଦେଶ ସ୍ୱାଧୀନ ହେବା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରକୁ ରିକନଷ୍ଟ୍ରକ୍ସନ ପାଇଁ ଅର୍ଡର ଦେଇଥିଲେ। ଏତେ ସବୁ ସଂଘର୍ଷ ପରେ ବି ସୋମନାଥ ମନ୍ଦିର ଭାରତର ସଂସ୍କୃତିକୁ ଆଜି ପର୍ଯ୍ୟନ୍ତ ବଜାୟ ରଖିଅଛି। ଏ ବର୍ଷ 8ରୁ 14 ଜାନୁଆରୀ ଯାକ ପାଳନ କରାଯାଉଅଛି 1000ତମ ସୋମନାଥ ପର୍ବ। କାହିଁକି ନା ମହମ୍ମଦ ଗଜନୀଙ୍କ ଆକ୍ରମଣର 1000 ବର୍ଷ ହୋଇଗଲା। ଏହି ପର୍ବରେ ସୋମନାଥ ଡ୍ରୋନ୍ ଶୋ କରାଯାଇଥିଲା ଓ ଏଠାରେ ଓମ୍ର ଜାପ 72 ଘଣ୍ଟା ପର୍ଯ୍ୟନ୍ତ କରାଯାଇଥିଲା। କାହିଁକିନା 1026ରେ ମେହମୁଦ ଗଜନୀ 72 ଘଣ୍ଟା ପର୍ଯ୍ୟନ୍ତ ଆକ୍ରମଣ କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ମଧ୍ୟ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ।